ଜୀବନଟା ସବୁବେଳେ ଫିକା ଫିକା ନୁହେଁ। କେବେ କେବେ ଅସହାୟଙ୍କ ଜୀବନ ଆକାଶରେ ବି ରଙ୍ଗ ପୋଳା ହୁଏ। ମନୋରଞ୍ଜନ ଖୋଜେ, ଟିକେ ବୁଲିବାକୁ ଇଚ୍ଛା କରେ। ଚାରିକାନ୍ଥର ଜୀବନରେ ଯେତେ ସୁବିଧା ସୁଯୋଗ ଥିଲେ ବି ଖୋଲା ଆକାଶ, ରାସ୍ତାଘାଟ, ଗାଡ଼ି ମଟରର କେଁ କାଁ ବି କେବେ ଶୁଣିବାକୁ କୌତୂହଳ ସୃଷ୍ଟି ହୁଏ। କାରଣ ସେମାନେ ମଣିଷ, ଆଉ ମଣିଷ ଜୀବନରେ ଏସବୁ ଜଡ଼ିତ ରହିବା ବି ଦରକାର। ସେହି ଉଦ୍ଦେଶ୍ୟକୁ, ସେହି ସ୍ୱପ୍ନକୁ ସତ କରିବାକୁ ଏକ ଅଭିନବ ପ୍ରୟାସ କରିଛନ୍ତି ସ୍ୱପ୍ନ ମନ୍ଦିର ଜରାଶ୍ରମର କର୍ମକର୍ତ୍ତାମାନେ, ଆଉ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନେଇ ଦେଖାଇଛନ୍ତି ସିନେମା। ଚକାଚକ ହଲ୍ ସାମ୍ନାରେ ବିରାଟ ପରଦା, ଡଲ୍ବି ସାଉଣ୍ଡକୁ ନରମ ଚେୟାରର ମଜା। ବଡ଼ ପରଦାରେ ଓଡ଼ିଆ ସିନେମା, ଓଡ଼ିଶାର କାହାଣୀ, ଓଡ଼ିଶାର ଲୋକକଳା ଆଉ ବାଘ ନାଚକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମା ରଙ୍ଗସୁର ଦେଖିବା ବେଳେ କାହାରି ବି ପଲକ ପଡ଼ୁନଥିଲା। ମଝିରେ ମଝିରେ ଏସି ଥଣ୍ଡାରେ ଦେହ ଥରି ଯାଉଥିଲେ ବି କିଏ ଗାମୁଛା ଘୋଡ଼େଇ ହୋଇ ପଡ଼ୁଥିଲା ତ କିଏ ଶାଢ଼ୀର କାନି। ଅତୀତରେ ସମାଜ ଠକି ଦେବା ପରେ, ଜୀବନ ତାର ବାଟ ବଦଳାଇ ଦେବା ପରେ ହୁଏତ ଏମାନେ ପ୍ରଥମ ଥର ଅତ୍ୟାଧୁନିକ ସିନେମା ହଲ୍ରେ ବସି ଫିଲ୍ମ ଦେଖୁଥାଇ ପାରନ୍ତି, କିନ୍ତୁ ସେମାନେ ସେମାନଙ୍କ ପରିବର୍ତ୍ତିତ ଜୀବନ ଓ ଏବେର ପରିଚୟ, ଏବେର ଜୀବନଶୈଳୀକୁ ନେଇ ବେଶ ବିନ୍ଦାସ ବୋଲି ବାରି ହୋଇ ପଡ଼ୁଥିଲା। ତେବେ ସମାଜସେବୀ ପିନାକ ପାଣି ମହାନ୍ତିଙ୍କ ପୁଅ ଶିବାର ଜନ୍ମଦିନ ଅବସରରେ ସେବା ହିଁ ସେବା ଅନୁଷ୍ଠାନର ସ୍ୱପ୍ନ ମନ୍ଦିର ଜରାଶ୍ରମର ସମସ୍ତ ଅନ୍ତେବାସୀଙ୍କ ମୁହଁରେ ଟିକିଏ ଖୁସି ବାଣ୍ଟିବା ପାଇଁ ଆଜି ପାହାଳ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ସିମ୍ଫୋନି ମଲ୍ର ଆଇନକ୍ସ ସିନେମା ହଲ୍ରେ ସୁନ୍ଦର ଓଡ଼ିଆ ଚଳଚ୍ଚିତ୍ର ରଙ୍ଗସୁର ଦେଖିବା ସୁବିଧା କରି ସମାଜକୁ ଏକ ନିଆରା ପ୍ରୟାସ କରିଥିଲେ। ତେବେ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ଏଠାରେ ରଖାଯାଇଛି, ଆଉ ସେମାନଙ୍କ ମନୋରଞ୍ଜନ ପାଇଁ ମଝିରେ ମଝିରେ ଏମିତି ବ୍ୟବସ୍ଥା କରାଯାଏ।